ଆସନ୍ତୁ ଭାଗବତକୁ ଯିବା। ଭାଗବତ କ'ଣ ପ୍ରମାଣ କରୁଛି ସେଇ ଆତ୍ମାକୁ ନେଇକି, ଆତ୍ମା କେମିତି ଈଶ୍ୱର ବୋଲି ଭାଗବତ ପ୍ରମାଣ କରୁଛି। ଏହି ଆତ୍ମା ଦାତା ହର୍ତ୍ତା କର୍ତ୍ତା, ଆତ୍ମା ଈଶ୍ୱର ପିତା ମାତା, ସୃଷ୍ଟି ପାଳନ ସଂହାରଣ ଏସବୁ ଆତ୍ମାର ଅଭିଯାନ। ଏ ଆତ୍ମା ହିଁ ଈଶ୍ୱର ଆଉ ପିତା ମାତା, ସବୁ କିଛି ହର୍ତ୍ତା କର୍ତ୍ତା ଦୈବ ବିଧାତା। ଏ ଆତ୍ମା ଏ ଶରୀରର କୁ ଧାରଣ କରୁଛି, ପୁଣି କେତେବେଳେ ତାର ଇଚ୍ଛା ହେଲେ ଚାଲିଯିବ। ସେ ତା ଇଚ୍ଛାର ମାଲିକ। ଆମର ଇଚ୍ଛାରେ, ଏ ଶରୀରର ଇଚ୍ଛାରେ ନୁହେଁ, ମନର ଇଚ୍ଛାରେ ନୁହେଁ, କାହା ଇଚ୍ଛାର ଅଧୀନ ନୁହେଁ। ସିଏ ସେ ଆତ୍ମାର ଇଚ୍ଛା ଯେତେବେଳେ ହେବ ଏ ଶରୀର ଛାଡ଼ି ଚାଲିଯିବ। ଏ ଶରୀରଟା ହେଉଛି ତାର ଘର। ଏ ଘର ରୂପୀ ବାସସ୍ଥାନ ବା ଘଟକୁ ସେ ଛାଡ଼ି ଚାଲିଗଲା ପରେ ଶରୀରଟା ପୋଡ଼ିଦେବେ, ପୋତିଦେବେ, ମଶାଣି ଭୋଇ ନେଇଯିବେ। ଆସନ୍ତୁ ଏଇଠି ଏ ଭାଗବତକୁ ଏଇଠି ରଖିବା। କେମିତି ଲାଗୁଛି ଆପଣମାନେ ଜଣାଇବେ।